ଦାଦିମା କହିବେ, ପଲ୍ଲବୀ ତ ତାର ଚାକିରି କାମ ପାଇଁ ଦିନ ଯାକ ବାହାରେ ରହୁଛି। ତାହେଲେ ମୋ କହିବା କଥା ହେଲା, ଆଦର୍ଶ ଆଉ ପଲ୍ଲବୀ ଯାହା ଯାହା ଜିନିଷ ସବୁ ପୂଜାରେ କିଣିବାର ଅଛି, ସେ ଦି ଜଣ ମାର୍କେଟରୁ ସେ ସବୁ ଜିନିଷ କିଣିକି ଆଣିବେ। ନା କ'ଣ କହୁଛ? ତାପରେ ଆଦର୍ଶ କହିବେ, ଠିକ୍ ଅଛି ଦାଦିମା। ତାପରେ ଦାଦିମା କହିବେ, ଆଉ ହଁ, ତା ସହିତ ଘରର ସବୁ ସାଜସଜ୍ଜା କେମିତି ହବ, କୋଉ ଜିନିଷ କୋଉଠୁ ରହିବ, କୋଉଠୁ ଆଣିବ, ଏସବୁ କଥା ତମେ ଦି ଜଣ ମିଶିକରି ଚିନ୍ତା କରିବ, ହେଲା? ତାପରେ ଆଦର୍ଶ କହିବେ, ଠିକ୍ ଅଛି ଦାଦିମା। ପୁଣି ଦାଦିମା କହିବେ, ଆଉ ହଁ, ଅଣ୍ଟା ହଲେଇ ରିମଝିମ୍ ତ କୋଉ ଏନଜିଓରେ କାମ କରୁଛି। ତାର ଅଫିସ ତ ଏ ପାଖରେ। ତେଣୁ ଏ ଦି ଜଣ ଯାହା ସବୁ ଜିନିଷ ପତ୍ର ଘରକୁ ନେଇକି ଆସିବେ, ତାର ଦାୟିତ୍ୱ ସବୁ ସେ ଅଣ୍ଟା ହଲେଇ ବୁଝିବ। ଆଉ କୋଉ ଜିନିଷ ଘରକୁ ଆସିଲା, କୋଉ ଜିନିଷ ଘରକୁ ନ ଆସିଲା, ସେ କଥା ବି ସେ ବୁଝିବ। ତାକୁ କହିଦେବୁ, ହେଲା? ଆଉ ସେ ଖାଇବା ଚୋରଣୀ, ସେ ତ କ'ଣ କହୁଛି ବହୁତ ବଢ଼ିଆ ରୋଷେଇ କରେ, ତାର ଗୋଟେ ହୋଟେଲ ବି ଅଛି। ତାହେଲେ ପୂଜା ଦିନ ସେ ସବୁ ରୋଷେଇର କଥା ବୁଝିବ, ସେ ରୋଷେଇ କରିବ, ହେଲା? ଆଉ ତାକୁ ତା ଝିଅ ସୁକୁଟି ଆଉ ଅଣ୍ଟା ହଲେଇ ଏ ଦି ଜଣ ସାହାଯ୍ୟ କରିବେ। ଏମିତି କହି ଦାଦିମା ମାୟାକୁ କହିବେ, ମାୟା, ଗେଷ୍ଟମାନଙ୍କୁ ନିମନ୍ତ୍ରଣ କରିବା, ସେମାନଙ୍କୁ ସମ୍ଭାଳିବା କାମ ହେଉଛି ତୋର। ଆଉ ପୁରୋହିତଙ୍କ କଥା ବି ତୁ ବୁଝିବୁ, ହେଲା? ତାପରେ ମାୟା କହିବେ, ଠିକ୍ ଅଛି ପିଉସୀ ମା, ମୁଁ ରାଜି। ତାପରେ ଦାଦିମା କହିବେ, ଆଉ ହଁ ମମତା, ଏସବୁ କାମ ଦେଖାଶୁଣା କରିବା ସହିତ ତୋର ଅସଲ କାମ ହେଲା ମାୟାକୁ ସାହାଯ୍ୟ କରିବୁ। ତାପରେ ମମତା କହିବେ, ଠିକ୍ ଅଛି ପିଉସୀ ମା, ମୁଁ ରାଜି। ତାପରେ ଦାଦିମା ନିମକିକୁ କହିବେ, ଏ ଗୁଣ୍ଠୁଣି, ଶୁଣୁ, ତୁ ଉପରକୁ ଯାଇକି ସେ ଖାଇବା ଚୋରଣୀ ଆଉ ତା ଝିଅ ସୁକୁଟି ଆଉ ସେ ଅଣ୍ଟା ହଲେଇ ରିମଝିମ୍କୁ ଏ କାମ କାର୍ଯ୍ୟ କଥା କହିଦେଇକି ଆସିବୁ, ଯା ଜଲ୍ଦି। ତାପରେ ନିମକି କହିବ, ଦାଦିମା, ମୁଁ ସମସ୍ତଙ୍କୁ ଚା ଦେଇକିରି ଯାଇ କହିଦେବି। ତାପରେ ଦାଦିମା କହିବେ, ହଉ। ତାପରେ ନିମକି ଚାଲିଯିବ। ତାପରେ ନୀଲମ ରୁମରେ ଶୋଇକି କାନ୍ଦୁଥିବେ। ତାପରେ ରୁବି ଆସି କହିବେ, ପୁଣି ଆହୁରି ଶୋଇକି କାନ୍ଦୁଛୁ କାଇଁ ମହାରାଣୀ? ଜଲ୍ଦି ଯା, ଫ୍ରେଶ ହ, ଗାଧା। ସେ ରାକ୍ଷାସୁଣୀ ବୁଢ଼ୀ ତତେ ଅପେକ୍ଷା କରି ବସିଛି, ଯା ଜଲ୍ଦି। ଆରେ, ତୋ ଜୀବନଟାକୁ କେତେ ଆଉ ନର୍କ ବନେଇବୁ ତୁ? ତାପରେ ନୀଲମ ଉଠିବେ ଆଉ କହିବେ, ତମେ ଖାଲି ମୋରି ଉପରେ ଚିଲ୍ଲାଅ। କେବେ ଭାବିଛ ତମ ଝିଅ ଏମିତି ବିହେଭ୍ କାହିଁକି କରୁଛି? ମୋ ଲାଇଫରେ କେତେ ଏକୁଟିଆ ହେଇଯାଇଛି ମୁଁ। କେବେ ଭାବିଛ ଏ କଥା? ନିଜ ଝିଅକୁ ସାହାରା ଦେବା ତ ଦୂରର କଥା, କିନ୍ତୁ ତମେ ଏମିତି କହି ନୀଲମ ଚାଲିଯିବେ। ତାପରେ ରିମଝିମ୍ ଆସୁଥିବେ। ତାପରେ ରୁବି ରିମଝିମ୍କୁ ଦେଖି କହିବେ, ତୁ ଏଠିକି କାହିଁକି ଆସିଛୁ? ତୋର ପୁଣି କ'ଣ ଦରକାର? ତତେ ଦେଖିଲେ ମତେ ବଡ଼ ଦୟା ଲାଗୁଛି ରିମଝିମ୍। ପୁରାପୁରି ଏ ଘରର ଚାକରାଣୀ ବନେଇ ସାରିଲେଣି ତତେ ସିଏ। ତୁ ଦେଖିଲୁ ନା, ଯେତେ ସବୁ ମୂଲିଆ ମଜୁରିଆ କାମ ସେ ବୁଢ଼ୀ ଆମ ତିନି ଜଣଙ୍କୁ ଦଉଛି, ଆଉ ଯେତେ ସବୁ କ୍ରେଡିଟ୍ ନେଲା ଭଳିଆ କାମ ବୁଢ଼ୀ ସେ ପଲ୍ଲବୀକୁ ଦଉଛି। ତାପରେ ରିମଝିମ୍ କହିବେ, ମୁଁ ତ ସେଇ କଥା କହିବାକୁ ଏଠିକି ଆସିଥିଲି ରୁବି ଆଣ୍ଟି। ଏବେ ଆମେ କ'ଣ କରିବା? ମୋତେ ତ ବହୁତ ଟେନସନ୍ ଲାଗୁଛି। ଯଦି ଏସବୁ ଏମିତି ଚାଲୁ ରହେ, ତାହେଲେ ସତକୁ ସତ ମୁଁ ଏ ଘରର ଚାକରାଣୀ ହେଇଯିବି। ତାପରେ ରୁବି କହିବେ, ଆରେ ହଟ୍ ରିମଝିମ୍, ଯଦି ତୁ ଏ ଘରର ଚାକରାଣୀ ହେବୁ, ତାହେଲେ ମୁଁ କାହିଁକି ଅଛି? ତୁ ଖାଲି ଦେଖିଯା ରିମଝିମ୍, ତୋର ଏ ରୁବି ଆଣ୍ଟି କ'ଣ କରୁଛି। ମୁଁ ଯଦି ସବୁଦିନ ପାଇଁ ସେ ବୁଢ଼ୀକୁ ସେଜରେ ପକେଇ ନ ଦେଇଛି, ତାହେଲେ ମୋ ନାଁ ବି ରୁବି ନୁହଁ। ତାପରେ ରିମଝିମ୍ କହିବେ, କ'ଣ କରିବେ ଆପଣ ରୁବି ଆଣ୍ଟି? ତାପରେ ରୁବି କହିବେ, କଥାରେ ଅଛି ନା, ପେଜ ଉତୁରିଲେ ଚୁଲିକୁ, ମଣିଷ ଉତୁରିଲେ ମଶାଣିକୁ। ବହୁତ ହେଇଗଲା ରିମଝିମ୍, ଆମକୁ ଏମିତି କୁକୁର ମାଙ୍କଡ଼ ଭଳି ବିହେଭ୍ କରିବା। ଏବେ ଆମକୁ କିଛି ଗୋଟେ ଡ୍ରାଷ୍ଟିକ୍ ଷ୍ଟେପ୍ ନେବାକୁ ପଡ଼ିବ। ତ ଶୁଣ। ଏମିତି କହି ରୁବି ରିମଝିମ୍କୁ ପ୍ଲାନ୍ ବୁଝଉଥିବେ। ତାପରେ ଅଚାନକ ନିମକି ଆସିବ। ତାପରେ ରୁବି ନିମକିକୁ କହିବେ, ଏଇ, ତୁ ଏଠିକି କାହିଁକି ଆସିଲୁ? ଲୁଚି ଲୁଚି ଆମ କଥା ଶୁଣୁଥିଲୁ? ତାପରେ ନିମକି କହିବେ, ମୁଁ କାଇଁ, କିଛି ନାହିଁ ତ। ମୁଁ ତ ଏବେ ଏବେ ଆସି କବାଟ ବାଡ଼େଇଲି। ମୁଁ କୋଉଠୁ ଶୁଣିଲି? କାଇଁ, ଆପଣ ଦି ଜଣ ଏମିତି କ'ଣ କଥା ହଉଥିଲେ କି, ଯୋଉଟା ମୋର ଶୁଣିବାର ନଥିଲା? ତାପରେ ରିମଝିମ୍ କହିବେ, ଏ ବହୁତ କଥା କହୁଛୁ ତୁ। ମୋତେ ଲାଗିଲାଣି ତତେ ଠିକ୍ କରିବାକୁ ପଡ଼ିବ। ଚାଲ ତଲକୁ, ଚାଲ। ଏମିତି କହି ରିମଝିମ୍ ନିମକିକୁ ଧରି ତଲକୁ ଚାଲିଯିବେ। ତାପରେ ରୁବି କହିବେ, ଓହୋ, ବଞ୍ଚିଗଲା ମଣିଷ। ଯାହା ହଉ
ନିମ୍କି କିଛି ବି ଶୁଣିନି, ନହେଲେ ମୋ ସବୁ ପ୍ଲାନ୍ ବର୍ବାଦ ହେଇଯାଇଥାନ୍ତା। ତାପରେ ଦାଦିମା ଆଉ ମାୟା ତଳେ ଡାଇନିଂରେ ବସିଥିବେ ଆଉ ପରିବା କାଟୁଥିବେ। ତାପରେ ଦାଦିମା କହିବେ, ବୁଝିଲୁ, ନବଗ୍ରହ ପୂଜା ଆଗରୁ 9 ଦିନ ଧରି ହଉଥିଲା। କେତେ ନୀତିକାନ୍ତି ମାନିବାକୁ ପଡୁଥିଲା, ଆଉ ଆଜିକାଲି ତ 3 ଦିନରେ ପୂଜା ସରିଯାଉଛି। ଆଉ ହଁ, ଏଇ 3 ଦିନ କିନ୍ତୁ ବହୁତ ନିଷ୍ଠାରେ ରହିବାକୁ ପଡ଼ିବ। ଆଉ କୁଲଦେବତାଙ୍କ ପୂଜା ପାଇଁ 5 ନଦୀରୁ ପାଣି ଆଣିବାକୁ ପଡ଼ିବ। ମମତା, ମନେ ଅଛି ତ ତୋର? ତାପରେ ମମତା କହିବେ, ହଁ ପିଉସୀମା, ଏସବୁ କଥା ଆମେ ଗୋଟି ଗୋଟି କରି ଲିଷ୍ଟରେ ଲେଖି ରଖିଛୁ, କାରଣ ଆମେ ଭୁଲିଯିବୁ ନା, ସେଥିପାଇଁ। ତାପରେ ଦାଦିମା କହିବେ, ହଉ। ତାପରେ ମାୟା ଦାଦିମାକୁ କହିବେ, ପିଉସୀମା, ମମତା ଥାଉ ଥାଉ ଏସବୁ ନୀତିକାନ୍ତି ସମ୍ଭାଳିବାରେ କିଛି ବି ଅସୁବିଧା ହବନି। ସେ ଏକା ହିଁ ସବୁ ସମ୍ଭାଳି ନେବେ, ମୁଁ ତ ଖାଲି ନାଁକୁ। ତାପରେ ମମତା କହିବେ, ମୁଁ ଏକା ନୁହଁ ପିଇସୀମା, ଏସବୁ ବିଷୟରେ ପଲ୍ଲବୀ ବି ବହୁତ ସାବଧାନ। ପୂଜା ପଦ୍ଧତି ନୀତିକାନ୍ତିରେ ସେ କୌଣସି ଭୁଲ କରେନି। ଯଦି ସେ ନ ଜାଣିଥିବ ତାହେଲେ ସେ ଆଗୁଆ ପଚାରି ବୁଝିନବ। ଏମିତି କହି ମମତା ଚା ଆଣିକି ଦାଦିମା ଆଉ ମାୟାକୁ ଦେବେ। ତାପରେ ଦାଦିମା କହିବେ, କ'ଣ କହୁଛୁ ତୁ ମମତା? ଏତେ ଅଳ୍ପ ବୟସରେ ତାର ସବୁ କଥାରେ ଏତେ ଜ୍ଞାନ? ହଉ, ଭଲ ଭଲ, ଏଗୁଡ଼ା ହେଉଛି ଶ୍ରଦ୍ଧା ଆଉ ଭକ୍ତିର ପରିଣାମ। ଶୁଣୁ, ମୁଁ ତାକୁ ଦେଖି ଦେଖି ବୁଝି ଯାଇଥିଲି, ସେ ଝିଅଟା ବହୁତ ଭଲ, ବଢ଼ିଆ ଝିଅଟା ସେ। ତାପରେ ମମତା କହିବେ, ଏସବୁ ଘରକରଣାରେ ତା ପାଖରୁ ଆପଣ ଗୋଟେ ବି ଘୃଣା ବାହାର କରିପାରିବେନି ପିଉସୀମା। ତାପରେ ପଲ୍ଲବୀ ଆସିବେ ଆଉ କହିବେ, ବାସ୍ ସାନମା, ବାସ୍, ମୋ ପ୍ରଶଂସା କରିବା ସେତିକି ଥାଉ। ଦାଦିମା, ପ୍ରକୃତ ସତକଥା ହେଲା, ଏସବୁ ଘରକରଣା ମୁଁ ମାମା ଆଉ ସାନମାଙ୍କ ଅଣ୍ଡରରେ ରହି ଟ୍ରେନିଂ ନେଇ ଜାଣିଛି। ନହେଲେ ଆଗରୁ ଏସବୁ ବିଷୟରେ ମୁଁ କିଛି ବି ଜାଣିନଥିଲି। ଆଚ୍ଛା ଦାଦିମା, ମୁଁ ଏବେ ଆସୁଛି, ମୋତେ ଏବେ ଡ୍ୟୁଟି ଯିବାକୁ ପଡ଼ିବ। ତାପରେ ଦାଦିମା କହିବେ, ହଁ ତୁ ଯା। ହେଲେ ପଲ୍ଲବୀ, ସେ ଶୁକୁଟିକୁ ରୋଷେଇ କିଏ ଶିଖେଇବ? ତାପରେ ମମତା କହିବେ, ପିଇସୀମା, ମୁଁ ଅଛି ନା। ତାପରେ ଦାଦିମା କହିବେ, ନାଇଁ ନାଇଁ ନାଇଁ, ସେ କାମ ତୁ କରିପାରିବୁନି। ଓଲେଇ ଗାଈକୁ ଭଲରେ ଶାସନ କରିବା ପାଇଁ ଭଲ ଗଉର ଦରକାର, ଆଉ ସେଇ କାମଟା ମୁଁ କରିବି, ମୁଁ, ତୁ ନୁହେଁ। ତାପରେ ପଲ୍ଲବୀ କହିବେ, ମାମା, ସାନମା, ଏବେ ମୁଁ ଆସୁଛି। ଏକ୍ଚୁଆଲି ଆଜିକାଲି ସହରରେ ଝିଅମାନଙ୍କୁ କିଡନାପ କରି ତାଙ୍କୁ ଫରେନ୍ ନେଇ ବିକ୍ରି କରିଦେଉଥିବା ଗ୍ୟାଙ୍ଗମାନେ ପୁରା ସହର ସାରା ଖେଳିଗଲେଣି। ସେଇଥିପାଇଁ ପୋଲିସକୁ ପ୍ରତିଟି ମୁହୂର୍ତ୍ତରେ ଆଲର୍ଟ ହେଇ ରହିବାକୁ ପଡୁଛି। ଆଉ ଆଜି ଯଦି ମୁଁ ଯାଇ ସେଠି ଲେଟ୍ରେ ପହଞ୍ଚିବି ନା, ତାହେଲେ ଚାକିରିରୁ ମୋତେ ସିଧା ସିଧା ବିଦା କରିଦେବେ। ତାପରେ ଦାଦିମା କହିବେ, ହଉ ହଉ, ତୁ ଯା। ଶୁଣ ବାବା, ସାବଧାନ ହେଇକି ଯିବୁ, ହେଲା? ତାପରେ ପଲ୍ଲବୀ କହିବେ, ଆଜ୍ଞା, ଆସୁଛି। ଏମିତି କହି ପଲ୍ଲବୀ ଚାଲିଯିବେ।